ଯେକୌଣସି ବ୍ୟବସାୟର ମୂଳସୂତ୍ର ହେଲା ବ୍ୟବସାୟୀଙ୍କ ବ୍ୟବହାର। ବ୍ୟବସାୟୀଙ୍କ ବ୍ୟବହାର ହିଁ ତାଙ୍କୁ ସଫଳତା ଆଣିଦେଇଥାଏ। ବ୍ୟବସାୟୀଙ୍କ ବ୍ୟବହାରରେ ଗରାଖ ଆସନ୍ତି, ଆଉ ଯଦି ବ୍ୟବହାର ଖରାପ ହେଲା ତେବେ ଗରାଖ ଦୂରେଇ ଯାଆନ୍ତି। ଏ ପ୍ରସଙ୍ଗରେ ଗୋଟେ ସୁନ୍ଦର କଥାଟିଏ। ଥରେ ଜଣେ ବିଶିଷ୍ଟ ବ୍ୟବସାୟୀଙ୍କୁ ତାଙ୍କର ମା କହିଲେ, ତତେ ମୁଁ ଦେଖି ବେଳେବେଳେ ଭାବେ ତୁ ଏ ବ୍ୟବସାୟ ସକାଶେ ଯୋଗ୍ୟ ତ? ଏକଥା ଶୁଣି ବ୍ୟବସାୟୀ ପୁତ୍ର ରୁକ୍ଷେଶ୍ୱରରେ କହିଲେ, ତମେ ଏମିତି କାହିଁକି ଭାବୁଛ? ମୁଁ ତ ପ୍ରତିଦିନ କେତେ ଲାଭ କରୁଛି, କେତେ ସଫଳ ହେଲା ପରେ ତମେ ଭାବିବ ଯେ ମୁଁ ଯୋଗ୍ୟ ବୋଲି। ମା କହିଲେ, ଠିକ୍ ଅଛି, ତତେ ଗୋଟେ ପରୀକ୍ଷା ମୁଁ କରିବି, ତୁ ସେଥିରେ ପାସ୍ କଲେ ମୁଁ ଜାଣିବି ଯେ ମୁଁ ଭୁଲ କଥା କହୁଥିଲି। ପୁଅ ବିସ୍ମିତ ହୋଇ କହିଲେ, କି ପରୀକ୍ଷା କହ, ମୁଁ ରାଜି। ମା କହିଲେ, କିଛି ନୁହେଁ, ତୁ ଏକ ଦୂର ସହରକୁ ଯିବୁ ଯେଉଁଠି ତତେ କେହି ଚିହ୍ନି ନଥିବେ। ସେଠି ତୁ ରାସ୍ତା କଡ଼ରେ ବସି ମୁଁ ପ୍ରସ୍ତୁତ କରିଥିବା ଏ ସ୍ୱାଦିଷ୍ଟ ଆରିସା ପିଠା ବିକ୍ରି କରିବୁ। ମୁଁ ଦେଖିବି ତୁ କେତେ ସଫଳ ହେଉଛୁ। ପୁଅ ରାଜି ହେଲା। କିଛି ଦିନ ପରେ ଦୂରସ୍ଥ ଏକ ସହରକୁ ଆରିସା ପିଠା ନେଇ ପୁଅ ବାହାରିଗଲା। ସେଠାରେ କେହି ତାଙ୍କୁ ଚିହ୍ନି ନଥିଲେ। ରାସ୍ତା କଡ଼ରେ ବସି ସେ ଆରିସା ପିଠା ବିକ୍ରି କଲେ। କିଛି ବିକ୍ରି କଲେ, କିନ୍ତୁ ସେମିତି କିଛି ସଫଳତା ମିଳିଲା ନାହିଁ। ଏଣେ ତାଙ୍କ ମା ତାଙ୍କ ପାଖକୁ ଆହୁରି ଆରିସା ପିଠା ପଠାଇ କହିଲେ, ଏକ ସପ୍ତାହ ଯାକେ ଚେଷ୍ଟା ଜାରି ରଖିବୁ, ତାପରେ ଦେଖାଯିବ। ଏକ ସପ୍ତାହ ପରେ ବି ସେମିତି କିଛି ସଫଳତା ମିଳିଲା ନାହିଁ। ଏହାକୁ ଏକ ଆହ୍ୱାନ ଭାବେ ଭାବି ନେଇଥିବା ପୁଅ ଏକ ମାସ ଯାଏଁ ଚେଷ୍ଟା କଲେ, କିନ୍ତୁ ବିଶେଷ ସଫଳତା ମିଳିଲା ନାହିଁ। ଘରକୁ ଫେରିବା ପରେ ମା କହିଲେ, ବାବୁରେ, ତୋ ବାପା ଏଇ ଆରିସା ପିଠା ବିକି ଯେଉଁ ସଫଳତା ଲାଭ କରିଥିଲେ ସେଥିରେ ଏ ବ୍ୟବସାୟଟି ଛିଡ଼ା ହୋଇଛି। ତୋ ବାପା ଆରିସା ବିକିଲା ବେଳେ ସେଥିରେ ଗୋଟେ ମସଲା ପକାଉଥିଲେ, ଯାହା ଲୋକଙ୍କୁ ଭାରି ଭଲ ଲାଗୁଥିଲା, ତୁ ତାହା ପକେଇଲୁ ନାହିଁ। ପୁଅ ପଚାରିଲା, କି ମସଲା? ମା କହିଲେ, ସ୍ନେହର ମସଲା। ତୁ ଏକ ସଫଳ ବ୍ୟବସାୟକୁ ଚଳାଉଛୁ, କିନ୍ତୁ ତୋ ବାପା ଧୂଳିରୁ ଏହାକୁ ତିଆରି କରିଥିଲେ। ସ୍ନେହର ମସଲା ବ୍ୟବହାର କରି ତୋ ବାପା ଗରାଖମାନଙ୍କୁ ନିଜ ସହିତ ବାନ୍ଧି ରଖିଥିଲେ। ତୁ କିନ୍ତୁ ସାଧାରଣ ଗରାଖଙ୍କୁ ଇତର ଭଳି ବ୍ୟବହାର କରୁଛୁ। ବାପାଙ୍କ ଭଳି ସଫଳ ହେବାକୁ ହେଲେ ତୋତେ ତୋ ବ୍ୟବହାରରେ ସ୍ନେହର ମସଲା ମିଶାଇବାକୁ ହେବ। ଶ୍ରୋତା ବନ୍ଧୁ, ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆପଣମାନେ ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।